ମୁଁ ଥରେ ପ୍ରତିଶ୍ରୁତିବଦ୍ଧ ହେଇଛି ମାନେ ତତେ ଏଇ ନିର୍ବାଚନ ମଣ୍ଡଳୀରୁ ନିଶ୍ଚିନ୍ତ ବାହାର କରିବାଟା କରିବି। ଆଉ ନିଶା ମହାରାଣା କି ସାହୁ ଭାଉଜା ମୁଁ ହେବେ ତତେ ଦେଖିବାକୁ ଲୋକ ଟିକେଟ କରିକି ସର୍ଦାପୁର ଗାଁକୁ ଆସ। କଣ ଧମକ ଦଉଛ ମତେ? ଧମକ ଦଉଛ? ଆରେ ମନେ ରଖ, ଭାରତ ହଉଛି ଆମର ସାମ୍ବିଧାନିକ ରାଷ୍ଟ୍ର। ସେଠି ସମସ୍ତଙ୍କର ପ୍ରତିଦ୍ୱନ୍ଦିତା କରିବାର ସମାନ ଅଧିକାର ଅଛି। ଆଉ ତମ ବାପୁ ଗୋଡ଼ି ଖାଇ ବଞ୍ଚି ପୋତି ଦେଇନାହାନ୍ତି ଯେ ତାଙ୍କ ପରିବାରର ପିଢ଼ି ପରେ ପିଢ଼ି ଅଛି ମନ୍ତ୍ରୀ ଏମଏଲଏ ହେବେ। ଠିକ ବୁଝିଛୁ। ଟିକେ ବାର ଲାଇଟ୍ ଦଶହରା ହଉଛି ନା ଦୁକୁ ଦୁକୁ ହଉଛୁ ଆଉ ନାଇଁ ରେ। ମାକୁଡ଼ି ବାବୁଙ୍କ ବାପା ଥିଲେ ଏଠିକାର ବିଧାୟକ, ତାଙ୍କ ପରେ ମାକୁଡ଼ି ବାବୁ ହେଲେ ବିଧାୟକ, ତାଙ୍କ ତାଙ୍କ ପୁଅ ମାନେ ଆମ ସାନ ବାବୁ ହେବେ ଏଠିକାର ବିଧାୟକ। କଥାଟାକୁ ଟିକେ ଶୁଣେ ପିଲା ସାଙ୍ଗରେ ଟିକେ ଶୁଣୁ ଟିକେ ତୋର କାହିଁକି ଖାବାରେ ଏଇ ଡର ରହିବା ଦରକାର। ଆରେ ତମ ବାବୁ ପରା ଅପ୍ରତିଦ୍ୱନ୍ଦୀ ଟାଣୁଆନ, ତ ଏତେ ଡର କାହିଁକି? ବଞ୍ଚି ରହିଲେ ତ, କିନ୍ତୁ ତା ପୂର୍ବରୁ ତୁ ମାଗୁଣି ମର୍ଡରାସ ଏଇ ରାଜରାସ୍ତାରେ ଲଙ୍ଗଳା ହେଇସାରିଛୁ। ମୁଁ ଥରେ ପ୍ରତିଶ୍ରୁତିବଦ୍ଧ ହେଇଛି ମାନେ ତତେ ଏଇ ନିର୍ବାଚନ ମଣ୍ଡଳୀରୁ ନିଶ୍ଚିନ୍ତ ବାହାର କରିବାଟା କରିବି। ଆଉ ନିଶା ମହାରାଣା କି ସାହୁ ଭାଉଜା ମୁଁ ହେବେ ତତେ ଦେଖିବାକୁ ଲୋକ ଟିକେଟ କରିକି ସର୍ଦାପୁର ଗାଁକୁ ଆସ। ଆଉ ତୋର ସେଇ ନେତା ଠାଣି ନଥିବ କି ଲୋକଙ୍କୁ ଚାହିଁବାର ଚାହାଣୀ ବି ବଦଳି ଯାଇଛି। ବୁଝେଇଲି ଜଗନ୍ନାଥ।